ସୁକିନ୍ଦା ହନୁମାନ ଛକ ପାଖ 53 ନମ୍ବର ଜାତୀୟ ରାଜପଥରୁ ଗୋରୁ ବୋଝେଇ ବୋଲେରୋ ଗାଡ଼ି ଜବତ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକ ପାଖ 53 ନମ୍ବର ଜାତୀୟ ରାଜପଥରୁ ଗୋରୁ ବୋଝେଇ ବୋଲେରୋ ଗାଡ଼ି ଜବତ ହୋଇଥିବା ସୋମବାର ସକାଳ 6 ଘଟିକା ସମୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗୋ ଟସ୍କର ମାନେ ଏକ ନମ୍ବର ବିହୀନ ବୋଲେରୋର ପଛପଟେ ନୃଶଂସ ଭାବେ 6ଟି ଗୋମାତାଙ୍କୁ ଗୋଡ଼ ବାନ୍ଧି ପକାଇ କିପରି ତାହା କାହାକୁ ଦେଖା ନଯିବ ପଛ କାଚରେ କେମିକାଲ ମାରି ନେଉଥିବା ସ୍ଥାନୀୟ ଲୋକେ ଦେଖି ସେହି ଗାଡ଼ିକୁ ଅଟକାଇଥିଲେ। ସ୍ଥାନୀୟ ଗୋସେବକ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ଦମକଳ ବାହିନୀର କର୍ମଚାରୀମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଗାଡ଼ିଟିକୁ କାଟି ଗାଡ଼ି ମଧ୍ୟରୁ 6ଟି ଗୋମାତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଳକ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ସ୍ଥାନୀୟ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। पुणी केमिकल मार्चंती काचरे साइड काच देख केमिकल मरा माने गाई देखा हेनी भीतर गले केमिकल मारिकी करके जाऊँ।